ମହାଭାରତର ଭରତିଆ ଚଢ଼େଇ ଓ ଶ୍ରୀକୃଷ୍ଣଙ୍କର କାହାଣୀ, ଯାହା ଏ କରୋନା ପାଇଁ ଏକ ଶିକ୍ଷା। ମହାଭାରତର ମହାକାହାଣୀର ଅନ୍ତିମ ପର୍ଯ୍ୟାୟ ଉପନୀତ ହୋଇ ଆସୁଥାଏ। ବିଶାଳ କୁରୁକ୍ଷେତ୍ର ପ୍ରାନ୍ତରେ ମହାଯୁଦ୍ଧ ହେବାର ଚୂଡ଼ାନ୍ତ ହୋଇସାରିଥାଏ। ରଣକ୍ଷେତ୍ରର ପ୍ରସ୍ତୁତି ଚାଲିଥାଏ। ପ୍ରାନ୍ତରେ ଥିବା ଅନେକ ବୃକ୍ଷକୁ ଛେଦନ କରି ଆହୁରି ବୃହତ ଆକାର ସମତଳ ପ୍ରାନ୍ତ ପ୍ରସ୍ତୁତ କରାଯାଉଥାଏ। ଏହି ସମୟରେ ଯଥା ଯୁଦ୍ଧ ଆରମ୍ଭର ପୂର୍ବ ଦିନ ପାଣ୍ଡବ ସେନାପତି ଅର୍ଜୁନ ଓ ତାଙ୍କ ସଖା ତଥା ତାଙ୍କ ରଥରେ ସାରଥୀ ଭାବେ ଅବତୀର୍ଣ୍ଣ ହେବାକୁ ଥିବା ପ୍ରଭୁ ଶ୍ରୀକୃଷ୍ଣ ଯାଇଥିଲେ ପ୍ରାନ୍ତକୁ ପରିଦର୍ଶନ କରିବାକୁ। ଉଭୟ ପକ୍ଷର ବିଶାଳକାୟ ହସ୍ତୀମାନଙ୍କୁ ନିୟୋଜିତ କରାଯାଇଥାଏ ବଡ଼ ବୃକ୍ଷମାନଙ୍କୁ ଧରାଶାୟୀ କରିବା ପାଇଁ। ଏହିପରି ଏକ ବିରାଟ ବୃକ୍ଷର ଶାଖାରେ ଏକ ଭରତିଆ ଚଢ଼େଇ ବସାଟିଏ ବାନ୍ଧି ରହୁଥାଏ। ତାର ଖୁବ୍ ସାନ ସାନ 4ଟି ଶାବକ ହୋଇଥାନ୍ତି। ଶାବକମାନଙ୍କର ପକ୍ଷୀ ବିକଶିତ ହୋଇନଥିବାରୁ ସେମାନେ ଉଡ଼ିପାରିବାର ଯୋଗ୍ୟ ହୋଇନଥାନ୍ତି। ଏହି ସମୟରେ ଏକ ବିଶାଳ ହସ୍ତୀ ଆସି ବୃକ୍ଷଟିକୁ ଧରାଶାୟୀ କରିଦେଲା। ମା ଚଢ଼େଇର ବସାଟି ବୃକ୍ଷ ସହିତ ଧରାପୃଷ୍ଠରେ ପଡ଼ିଗଲା। ହେଲେ ସୌଭାଗ୍ୟବଶତଃ 4ଟି ଯାକ ଶାବକ ଅକ୍ଷତ ଅବସ୍ଥାରେ ତଳେ ପଡ଼ି ରହିଲେ। ମା ଚଢ଼େଇଟି ଏହା ଦେଖି ଅତ୍ୟନ୍ତ ଦୁଃଖିତ ଉଡ଼ି ଉଡ଼ି ଯାଇ ଶ୍ରୀକୃଷ୍ଣ ଓ ଅର୍ଜୁନ ଥିବା ଜାଗାକୁ ଆସିଲା। ଶ୍ରୀକୃଷ୍ଣଙ୍କ ଆଗରେ ରଥ ଉପରେ ବସି ଆତୁର ଭାବରେ ସେ ଶ୍ରୀକୃଷ୍ଣଙ୍କୁ କହିଲା, ହେ ମହାବାଗ, ହେ ପ୍ରଭୁ କୃଷ୍ଣ, ବୃକ୍ଷ ପଡ଼ିଯିବାରୁ ମୋର ଶାବକମାନେ ଅସହାୟ ହୋଇ ଭୂମି ଉପରେ ପଡ଼ି ରହିଛନ୍ତି। ଯୁଦ୍ଧ ଆରମ୍ଭ ହେଲେ ସେମାନେ ତ ଯୁଦ୍ଧ ରସ ଗଜ ଆଉ ରଥର ଚକ ତଳେ ଚାପି ହୋଇ ପ୍ରାଣତ୍ୟାଗ କରିବେ। ମୁଁ ତ ଅସହାୟ ସେମାନଙ୍କୁ ନିରାପଦ ଜାଗାକୁ ନେବା ପାଇଁ। ଶ୍ରୀକୃଷ୍ଣ ହସିଦେଲେ ଏବଂ କହିଲେ, କାଳଚକ୍ରର ତ ତା ବାଟରେ ଯିବ, ଭାଗ୍ୟ ତ ସମସ୍ତଙ୍କୁ ନିଶ୍ଚୟ ଫଳିତ ହେବ, ତାକୁ ମୁଁ ବା କିପରି ଅଟକେଇ ପାରିବି। ଏହା ଶୁଣି ମା ଚଢ଼େଇଟି ବିବ୍ରତ ନ ହୋଇ ବିନମ୍ର ଭାବରେ କହିଲା, ପ୍ରଭୁ, ମୁଁ ତ ଆପଣଙ୍କର ଏତେ ଗୁଡ଼ ଦର୍ଶନ କଥା ଜାଣିନାହିଁ। ତେବେ ଏତିକି ନିଶ୍ଚୟ ମୁଁ, ପ୍ରଭୁ, ଆପଣ ହିଁ ତ କାଳଚକ୍ରକୁ ପରିଚାଳନା କରନ୍ତି। ଆପଣ ଚାହିଁଲେ ମୋ ଶାବକମାନଙ୍କୁ ରକ୍ଷା କରିପାରିବେ। ମୁଁ ନିଶ୍ଚିନ୍ତ ହୋଇ ମୋର ଶାବକମାନଙ୍କ ଭାଗ୍ୟ ଡୋରି ଆପଣଙ୍କ ହାତରେ ଅର୍ପଣ କରୁଛି ପ୍ରଭୁ। ଆମେ ଆପଣଙ୍କର ଶରଣ ନେଲୁ। ମୃଦୁ ହାସ୍ୟ ଦେଇ ଶ୍ରୀକୃଷ୍ଣ କହିଲେ, ଭରତିଆ ଚଢ଼େଇକୁ, ତୁମେ ଗୋଟିଏ କାମ କର। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେହି ଭୂମି ଉପରେ ଥିବା ବସାରେ 3 ସପ୍ତାହ ପାଇଁ ଯଥେଷ୍ଟ ଖାଦ୍ୟ ଜଳ ଆଣି ସଞ୍ଚୟ କରି ରଖ, ତୁମ ପାଇଁ ଓ ତୁମ ଶାବକମାନଙ୍କ ପାଇଁ। ବାକି କଥା ମୋ ହାତରେ ଛାଡ଼ିଦିଅ। ରଥ ନେଇ ଶ୍ରୀକୃଷ୍ଣ ଓ ଅର୍ଜୁନ ଶିବିରକୁ ଚାଲିଗଲେ। 2 ଦିନ ପରେ ଯୁଦ୍ଧ ଆରମ୍ଭର ସମୟ ଉପନୀତ ହେଲା। ପ୍ରଭାତ ସମୟରେ ରଣକ୍ଷେତ୍ରରେ ଉଭୟ ପାର୍ଶ୍ୱରେ ଅଗଣିତ ସୈନ୍ୟ ସାମନ୍ତ ରଥାରୋହୀ ଅଶ୍ୱାରୋହୀ ପଦାରୋହୀ ଭାବରେ ବିରାଟ ସୁସଜ୍ଜିତ ରଥ ଗୁଡ଼ିକରେ କୁରୁ ଓ ପାଣ୍ଡବ ପକ୍ଷର ସେନାପତିମାନେ ଅବତୀର୍ଣ୍ଣ ହେଲେ। ଉଭୟ ପକ୍ଷରୁ ରଣ ତୁରୀ ଶଙ୍ଖ ନାଦରେ ଗଗନ ପବନ ପ୍ରକମ୍ପିତ ହେବାକୁ ଲାଗିଲା। ଯୁଦ୍ଧ ଆରମ୍ଭର ସୂଚନା ଦେଇ ଠିକ୍ ସେହି ସମୟରେ ସାରଥୀ ଶ୍ରୀକୃଷ୍ଣ ରଥରୁ ଅବତରଣ କରି ଦଣ୍ଡାୟମାନ ହେଲେ। ସେ ଅର୍ଜୁନକୁ କହିଲେ, ହେ ପାର୍ଥ, ତୁମର ଗାଣ୍ଡୀବ ଧନୁ ଓ ଶରଟିଏ ମୋ ହାତକୁ ବଢ଼େଇ ଦିଅ। ଅର୍ଜୁନ ହତଚକିତ ହୋଇଗଲେ। ଇଏ କ'ଣ ଶୁଣୁଛି ମୁଁ? ଶ୍ରୀକୃଷ୍ଣ ଯେ ଯୁଦ୍ଧରେ ଆଦୌ ଅସ୍ତ୍ର ଧରିବେ ନାହିଁ ବୋଲି କଥା ଦେଇଥିଲେ, ତେବେ ସେ ସଖାଙ୍କର ଆଦେଶକୁ ଅମାନ୍ୟ କରିପାରିଲେ ନାହିଁ। ତାଙ୍କ ହାତକୁ ଧନୁ ଓ ଶର ବଢ଼େଇ ଦେଲେ। ଶ୍ରୀକୃଷ୍ଣ ତାହା ଧରି ଧନୁରେ ଶର ସଂଯୋଗ କରି ସୁଦୂରରେ ଥିବା କୌରବ ପକ୍ଷର ସେହି ବିଶାଳ ଗଜ ଆଡ଼କୁ ଲକ୍ଷ୍ୟ କରି ଶର ନିକ୍ଷେପ କଲେ। ଯାଇ ଗଜର ମସ୍ତକରେ ନ ବାଜି ତାର ମସ୍ତକରେ ଝୁଲୁଥିବା ବିଶାଳ ଧାତବ ଘଣ୍ଟାରେ
ଛିନ୍ନ ହେବା ଫଳରେ ତଳେ ପଡ଼ିଗଲା। ଏହା ଦେଖି ଅର୍ଜୁନ ଆଉ ସମ୍ଭାଳି ପାରିଲେ ନାହିଁ। ପଚାରିଲେ, ସଖା, ଆପଣ ଇଏ କ'ଣ କଲେ? ମୋତେ କହିଥିଲେ ମୁଁ ଗଜଟିକୁ ଅନ୍ୟାୟସରେ ମାରି ଦେଇଥାନ୍ତି, ହେଲେ ଆପଣ ତ ଲକ୍ଷ୍ୟଚ୍ୟୁତ ମଧ୍ୟ ହେଲେ। ଶ୍ରୀକୃଷ୍ଣ ମୁଦ୍ୟ ହାସ୍ୟ ଦେଇ କହିଲେ, ପାର୍ଥ, ମୁଁ କ'ଣ ଯୁଦ୍ଧ କରୁଥିଲି? ଯୁଦ୍ଧ ତ ତୁମେ କରିବ। ମୁଁ କ'ଣ କଲି ତାହା ତୁମେ ସମଗ୍ର ଯୁଦ୍ଧର ପରିସମାପ୍ତି ପରେ ଜାଣିବ। ଏବେ ଆସ, ପ୍ରକୃତ ଯୁଦ୍ଧରେ ହିଁ ମନୋନିବେଶ କରିବା। 18 ଦିନର ମହାଭାରତ ଯୁଦ୍ଧ ସରିଲା, ତାହା ତ ଆପଣମାନେ ଜାଣିଛନ୍ତି। କୌରବମାନେ ଶେଷ ହୋଇଗଲେ, ମାତ୍ର 3 ଜଣଙ୍କୁ ଛାଡ଼ି। ଯୁଧିଷ୍ଠିର ଏବେ ହସ୍ତିନାପୁରର ସମ୍ରାଟ ହେବାକୁ ପଥ ପରିଷ୍କାର ହୋଇଗଲା। ତାହାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନେଇ କୁରୁକ୍ଷେତ୍ରର ଯୁଦ୍ଧସ୍ଥଳରେ ଉପନୀତ ହେଲେ। ଯେଉଁ ବିଶାଳ କୁରୁକ୍ଷେତ୍ର ପ୍ରାନ୍ତରରେ ହଜାର ହଜାର ସୈନ୍ୟ, ରଥ, ହସ୍ତୀ, ଗଜମାନଙ୍କର ଚିତ୍କାରରେ କମ୍ପିତ ହେଉଥିଲା ଗତ 18 ଦିନ କାଳ, ଏବେ ସେଠାରେ ଶ୍ମଶାନ ତୁଲ୍ୟ ଦୃଶ୍ୟ। ଚାରିଆଡ଼େ ଜୀବମାନଙ୍କର ମୃତଦେହ, ଭଗ୍ନ ରଥ, ବର୍ଜିତ ଅସ୍ତ୍ରଶସ୍ତ୍ର ପଡ଼ି ରହିଥାଏ। ଏହି ମଧ୍ୟ ଦେଇ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କଢ଼େଇ ନେଲେ ସେହି ସ୍ଥାନକୁ ଯେଉଁଠି ସେହି ବିଶାଳ ଧାତବ ଘଣ୍ଟିଟି ପଡ଼ିଥିଲା। ଆଉ ତାକୁ ଉଠାଇବା ପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ। ଅର୍ଜୁନ ତା ଉପରକୁ ହେଲେ ମାତ୍ରେ ତାହା ଭିତରୁ ସେହି ମା ଚଢ଼େଇଟି ଓ ତାର 4 ଶାବକ ଡେଣା ମେଲେଇ ଉଡ଼ି ବାହାରକୁ ଆସିଲେ। 18 ଦିନ କାଳ ଯୁଦ୍ଧର ବିଭୀଷିକା ମଧ୍ୟରେ ସେମାନେ ସୁରକ୍ଷିତ ଥିଲେ ସେହି ଘଣ୍ଟ ଭିତରେ। ଇତିମଧ୍ୟରେ ଶାବକମାନଙ୍କର ଡେଣା ବି ବିକଶିତ ହୋଇସାରିଥିଲା। ସେମାନେ ଶ୍ରୀକୃଷ୍ଣଙ୍କର ପଦତଳେ ପ୍ରଣାମ କରି କୃତଜ୍ଞତା ଜଣାଇ ମୁକ୍ତ ଆକାଶକୁ ଉଡ଼ିଗଲେ ନୂତନ ବାସସ୍ଥାନ ସନ୍ଧାନରେ। ସାମ୍ପ୍ରତିକ ପରିସ୍ଥିତିରେ ଗପଟି ଆମମାନଙ୍କୁ ଶିକ୍ଷା ଦେଉନି କି ବନ୍ଧୁ? ଏକ ଅଦୃଶ୍ୟ ତେଣୁର ସାରା ବିଶ୍ୱ ଆଜି ବ୍ୟତିବ୍ୟସ୍ତ। ଯୁଦ୍ଧରେ ଅବତୀର୍ଣ୍ଣ ସାରା ପୃଥିବୀର ମାନବ ଜାତି। ଆଉ ଆମେ କାହିଁକି ଭାବିବା ନାହିଁ ଯେ ସେହି ମହାଭାରତର ସେ ଘଣ୍ଟା ରୂପୀ ଘରେ ରହି ଆମେ ନିଜେ ତଥା ସମସ୍ତ ମାନବ ଜାତି ଯୁଦ୍ଧରେ ବିଜୟ ଲାଭ କରିବା। ପରମାତ୍ମା ପରା ଆମକୁ ଘଣ୍ଟ ଘୋଡ଼େଇ ରଖିଥିବେ, କିଛି ବି ହାନି ଆସିବନି ଯଦି ଆମେ ନିରାପଦରେ ଘରେ ରହିବା। ଯୁଦ୍ଧ ସରିବା ଯାଏ, ସେ ଯୁଦ୍ଧ 21 ଦିନ ହଉ ବା 40 ଦିନ ବା ଆହୁରି ଅଧିକ ହେଉ, ଆମେ ଜିତିବା, ନିଶ୍ଚିନ୍ତ ଜିତିବା। ଆହୁରି ସବଳ ହୋଇ ପୁଣି ବାହାରିବା। ପ୍ରକୃତି ଆହୁରି ଖୁସି ହୋଇ ସ୍ୱଚ୍ଛ ହୋଇ ଆମକୁ ପୁଣି କୋଳେଇ ନେବ। ବନ୍ଧୁଗଣ, ଘରେ ରହିବା, ସୁସ୍ଥ ରହିବା। କରୋନା ସାଙ୍ଗେ ଯୁଦ୍ଧରେ ଆମେ ନିଶ୍ଚିନ୍ତ ବିଜୟୀ ହେବା।